ଆସିଲେ ଜୁପିଟର ଆଉ ରାହୁ କେତୁ। ଜୁପିଟର ରହୁଛି 5, 7, 9। मैं राहु। ରାହୁ ରହୁଛି 5 ଆଉ 9। କେତୁର ବି 5 ଆଉ 9। ତେଣୁ ଜୁପିଟର ଭାଗ୍ୟ ଆଉ ସନ୍ତାନକୁ ଜାଗ୍ରତ କରିବ। ରାହୁ ଭାଗ୍ୟ ଏବଂ ନବମ ଭାବକୁ ଜାଗ୍ରତ କରିବ। ଭାଗ୍ୟ ବା ନବମ ଭାବ ବା ତା ଯୋଉଠି ଅଛି ତାଠୁ ପଞ୍ଚମ ଭାବକୁ ଇଏ କରିବ, କଣ କରିବ ସେଟା କହନ୍ତି, ଇନଭୋକ କରିଦବ ପଞ୍ଚମ ଭାବକୁ। ତେଣୁ ଗ୍ରହ ମାନେ ଯୋଉଠି ବସିଥାନ୍ତି ସେ ଜାଗାକୁ ସେମାନେ ଇମ୍ପାକ୍ଟ ଦିଅନ୍ତି ହିଁ ଦିଅନ୍ତି। ଯୋଉ ଜାଗାକୁ ତାଙ୍କର ଦୃଷ୍ଟି ଥାଏ ସେ ଜାଗାରେ ବି ଆଜ ଇଟ ଇଜ ସିମିଲାର ଇମ୍ପାକ୍ଟ ହିଁ ଦିଅନ୍ତି ଭାଇ। ପୁରା ସିମିଲାର ଇମ୍ପାକ୍ଟ ହିଁ ଦିଅନ୍ତି। ଏବଂ ପ୍ରତ୍ୟେକ ଗ୍ରହ ନିଜର ସପ୍ତମ ଭାବକୁ ଦେଖେ ରାହୁ କେତୁକୁ ଛାଡିକି। ନିଜଠୁ ସପ୍ତମ ଭାବକୁ ସେ ଦେଖେ ରାହୁ କେତୁକୁ ଛାଡିକି। ତ ସେସନରେ ଆମେ କଣ ଜାଣିଲେ? ସେସନରେ ଜାଣିଲେ ଗ୍ରହ ଯୋଉଠି ବସିଥାଉ କିଛି ଭାସି ଯାଉନି। ଗ୍ରହ ଯୋଉଠି ଦେଖୁଛି ସେ ଜାଗାଟା ବି ଇମ୍ପୋର୍ଟାଣ୍ଟ, ଆଉ ଇକ୍ୱାଲି ଇମ୍ପୋର୍ଟାଣ୍ଟ ଗ୍ରହ ଯୋଉଠି ବସିଛି।